ଆଜ୍ଞା, ଗୋଟିଏ କଥା କହିବି ସାର୍, ରଜରେ ମଦ ଖାଆନ୍ତୁ ନାହିଁ, ଯାତ୍ରାକୁ ଅଧାରୁ ଛାଡ଼ନ୍ତୁ ନାହିଁ। ଓଡ଼ିଆ ଜାତିରେ ଗୋଟେ ଅଛି, ରଜ ହେଉଛି ବଡ଼ ପର୍ବ। এই ପର୍ବକୁ ଏମିତି ଉପଭୋଗ କରନ୍ତୁ, ନିଶାମୁକ୍ତ କରନ୍ତୁ। ନିଶାମୁକ୍ତ, ଦେଶମୁକ୍ତ, ଘର ହିଁ ମୁକ୍ତ, ସ୍ତ୍ରୀ ପିଲା ଛୁଆ ସମେତ ଆରାମସେ ରହିବେ। ଆପଣ ଗୋଟିଏ ଅନୁରୋଧ, ମଦ କେହି ଖାଆନ୍ତୁ ନାହିଁ। ମଦ ନ ଖାଇଲେ ଆପଣ କୁଆଡ଼େ କୁଆଡ଼େ ବୁଲିବାକୁ ଯିବେ ଆପଣ ବି ଅନୁଭବ କରିପାରିବେନି। ମୁଁ ସତରେ କହୁଛି କି ମିଛରେ କହୁଛି, ଆପଣ ଦିନେ ଏଇ ରଜଟାରେ ମଦର ଟୋଟାଲ ବ୍ୟାନ୍ କରନ୍ତୁ। ସରକାର ପାଖକୁ ଆପଣ ଯିବା ଦରକାର, ସରକାର ଆପଣଙ୍କ ପାଖକୁ ଆସିବେ। ଆଉ ମଦ ପିଇଦେଲେ ଆପଣ ଯଦି ଗଡ଼ିବେ, ପିଲା ଛୁଆ ହଇରାଣ, ସମେତ ହଇରାଣ। ଆପଣ ଖାଲି ଅଯୋଧ୍ୟାରେ ଝଗଡ଼ା ଘରକୁ ଆଣିବେ। ଏତେ ଦାମିକା ପ୍ୟାଣ୍ଟ ସାର୍ଟ ପିନ୍ଧିବେ, ବଜାରରୁ ସପିଂ କରିଥିବେ, ଲକ୍ଷ ଲକ୍ଷ ଟଙ୍କା ଜିନିଷ ଆଣିଥିବେ, ତାକୁ ପିନ୍ଧି ପାରିବେନି, ନାଳି ନର୍ଦ୍ଦମାରେ ପଡ଼ିବେ। ଲାଭ କ'ଣ ହବ? ମୋର ଗୋଟିଏ ଅନୁରୋଧ, ସାରା ଭାରତବାସୀ, ଓଡ଼ିଶାବାସୀ ବେଶୀ ଖାସ୍ କରି କହୁଛି, ରଜ ପର୍ବ ଯେମିତି ଆସୁଛନ୍ତି ଆପଣ ବାହାରୁ 7 ଦିନ, ମାସେ, 15 ଦିନ ରହୁଛନ୍ତି, ତାକୁ ବିନା ମଦରେ ଆପଣ ଯାହା ଖାଇବା, ମାଛ ଖାଆନ୍ତୁ, ମାଂସ ଖାଆନ୍ତୁ, ଚିକେନ ଖାଆନ୍ତୁ, ଅଣ୍ଡା ଖାଆନ୍ତୁ, ସାଦା ପନିର ଖାଆନ୍ତୁ, ଛେନା ଯାହା ଖାଆନ୍ତୁ, ଛେନା ପିଠା କରି ଖାଆନ୍ତୁ, ରଜର ଇତିହାସକୁ ବଜେଇ ରଖନ୍ତୁ, କିନ୍ତୁ ମଦ ଖାଆନ୍ତୁନି ଭାଇ। ମୋର ଗୋଟେ ବିନମ୍ର, ଏଇ ରଜ ପାଇଁ ଖାସ୍ କରିକିନା ଲାଇକ୍ ସବସ୍କ୍ରାଇବ୍ କରିବେ ଯଦି ଆପଣଙ୍କୁ ଭଲ ଲାଗିଥିବ, ନହେଲେ ଗାଳି ଦେବେ। ଆଉ କ'ଣ ଅଛି, ଏତିକି କହି ରହୁଛି ଭାଇ। ଜୟ ହିନ୍ଦ।